ବନାଳୀପୁର ଏଇ ଗାଁ ଭିତରେ ଏମିତିଆ ଗୋଟେ ମଣ୍ଡପ ଅଛି ମୁଁ ଜମା ବି ଦେଖିନଥିଲି। ଦିନ 8ଟା ବେଳକୁ ମୁଁ ଆସି ବାହାରକୁ ଯାଇ ଦେଖେ ତ ଆଜି ଏ ଯୋଉ କୋହଲା ପାଗ କରିଛି, ଜଳଖିଆରେ ଗରମା ଗରମ ରୁଟି କି ଡାଲମା ପିଠେ ଖାଇ ଦେଇକି ଜେଜେଙ୍କ ପାଇଁ ଟିଫିନ୍ ଟା ଆଣି ଗାଡିଟା ଧରିକି ବାହାରି ପଡିଲି ଦୋକାନକୁ ଯିବା ପାଇଁ। ପ୍ରାୟ 5ରୁ 10 ମିନିଟ୍ ଭିତରେ ମୁଁ ଆସି ଦୋକାନରେ ପହଞ୍ଚି ଯାଇକି କିଛି ସମୟ ବସିଥିଲା ବେଳେ ଦୋକାନ ପାଖରୁ ଗୋଟେ ଲୋକ ଚିଠା ଦେଇ ଯାଇଥିଲେ ସଉଦା ନେବେ ବୋଲି। ମୁଁ ଆଉ ଡେରି ନକରି ତାଙ୍କ ଯେତିକ ସଉଦା ବାହାର କରିଦେଇକି ସିଏ ତାଙ୍କ ସଉଦା ନେଇ ସାରିଲା ପରେ ଏପଟେ ଜେଜେ ତାଙ୍କର ଖାଇସାରିଲା ପରେ ମୁଁ ଘରକୁ ଆସି ଦେଖିଲା ବେଳକୁ ଆଜି ପୋଟଳ ଆଳୁ କଷା ହବ ବୋଲି ଖୁଡି ତାଙ୍କର ରୋଷେଇ କରିବାରେ ଲାଗି ପଡିଥିଲେ। ଆଉ ମତେ ଯୋଉ ରେଟରେ ଗରମ ଲାଗୁଥିଲା ଖୁଡି ତାଙ୍କର ସେପଟେ ରୋଷେଇ କରୁଥିଲା ବେଳେ ମୁଁ ଆସି ଗାଧେଇ ପଡି ରୋଷେଇ ଘର ଆଡିକି ଗଲା ବେଳକୁ ଏପଟେ ତରକାରୀଟା ରେଡି ହେଇଥିଲା। ମୁଁ ଆଉ ଡେରି ନକରି ଖରାବେଳ ଖାଇବାରେ ଅରୁଆ ଭାତ ଡାଲି ପୋଟଳ ଆଳୁ କଷା ଖାଇ ଦେଇକି ବନାଳୀପୁରରେ ରାତିରେ ଆଜି ଗୋଟେ ବାହାଘର ଭୋଜିଥିଲା ବୋଲି ଦାଦାର ମୋର କିଛି ସମୟ ଭିତରେ ସେଇ ମଣ୍ଡପ ପାଖରେ ପହଞ୍ଚିଗଲୁ। କିନ୍ତୁ ବନାଳୀପୁର ଏଇ ଗାଁ ଭିତରେ ଏମିତିଆ ଗୋଟେ ମଣ୍ଡପ ଅଛି ବୋଲି ମୁଁ ଟୋଟାଲି ହିଁ ଜାଣିନଥିଲି। ବାକି ଆମେ ସେଠି ପହଞ୍ଚିଲା ବେଳକୁ ପୁଅ ଝିଅଙ୍କର ଏଣ୍ଟ୍ରି ସୁଟିଂ ସରିଲା ପରେ ସେପଟେ ଦାଦା ହେରିକା ଷ୍ଟେଜ ଉପରେ ଗିଫ୍ଟ ଦେଲା ବେଳେ ମୁଁ ଏପଟେ ଷ୍ଟାର୍ଟରରେ କଣ ଦିଟା ଖାଇ ଦେଇକି ଦାଦା ହେରିକା ଆସି ସାରିଲା ପରେ ଆମେ ଚାଲ ମେନ୍ କୋର୍ସ ଖାଇବା ପାଇଁ। ବାକି ଏଠି ଷ୍ଟାର୍ଟରରେ ଏତେ ସାରା ଆଇଟମ ଖାଇ ରୁଟି କି ମସରୁମ ଟିକେ ଖାଇସାରିଲା ପରେ ଲାଷ୍ଟକୁ ମକଟେଲ ପିଇ ଦେଇ ଘରକୁ ପଳେଇ ଆସିଲୁ।